ନମସ୍କାର। ଆପଣମାନେ ସବୁ କେମିତି ଅଛନ୍ତି? ଏତେ ଦିନ ପରେ ଆଜି ପୁଣି ଆପଣମାନଙ୍କ ସାଙ୍ଗରେ କଥା ଆପଣମାନଙ୍କ ଚ୍ୟାନେଲ ଏକ୍ସପ୍ଲୋରକୁ ସ୍ୱାଗତ ଜଣାଉଛି। ଆଜି ଆମେ ଆସି ପହଞ୍ଚିବୁ ଆଉ ଗୋଟେ ବହୁତ ସୁନ୍ଦର ଜାଗା, ଯୋଉଠି ବେଶୀ ଲୋକ ଲୋଚନକୁ ଆସିପାରିବେ। ଏହା ପୁରାତନ କାଳ ଯୁଗରୁ ଏ ସ୍ଥାନର ମାନ୍ୟତା ରହିଆସିଛି। ଅଚ୍ୟୁତାନନ୍ଦ ମହାପ୍ରଭୁ ତାଙ୍କ ମହାପୁରୁଷ ଆପଣମାନେ ଜାଣିଥିବେ, ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଏ ପଦ୍ମବନ ବୋଲି କୁହାଯାଏ ନିମାଳ। ସେଠି ଅଚ୍ୟୁତାନନ୍ଦ ମହାପୁରୁଷ ଯୋଉ ଜିନିଷ ଲେଖିଛନ୍ତି ସବୁ ପୋଥି, ତା ଦେହରେ ଏ ଜାଗାର ବର୍ଣ୍ଣନା ରହିଛି। ତେଣୁ ଆପଣମାନେ ଆସନ୍ତୁ ଆଜି ଦେଖିବା ସେ ଜାଗାର ମହତ୍ଵ କଣ, ସେ ଜାଗା କୋଉଠି, ସେଠି କଣ ଅଛି। ଏଭଳି ଜିନିଷ ଯୋଉଠିକି ଆପଣମାନେ କେବେ ଅଙ୍ଗେ ନିଭେଇ ନଥିବେ, ଆଖିରେ ଦେଖି ନଥିବେ। ସେଭଳି କିଛି ଜିନିଷ ଆଜି ଆପଣମାନଙ୍କୁ ମୁଁ ଦେଖିବାକୁ ଯାଉଛି। ଆସନ୍ତୁ ଦେଖନ୍ତୁ, ଆପଣଙ୍କୁ ଆଜି ଯୋଉଠି ମୁଁ ନେଇକି ଆସିବି ବୋଲି କହିଥିଲି, ଆଜି ଆସି ଆମେ ପହଞ୍ଚିଛେ ସେଠି। ଏ ହଉଛି ସେଇ ତୁଳସୀ ଗଛ। ଦେଖନ୍ତୁ କେତେ ବଡ, 30-40 ଏତେ ବଡ ଗଛ। ଏହାର ମାନ୍ୟତା ସେଠିକାର ଲୋକ କଥା ରହି ଆସିଛି ଏବଂ ମାଳିକାରେ ବି ବର୍ଣ୍ଣିତ ଅଛି ଯେ ଚିତ୍ରକଳା ନଦୀ କୂଳରେ, ନଦୀଟା ସେଇ ସାଇଡରେ, ଚିତ୍ରକଳା ନଦୀ ସାଇଡରେ ଏଇ ବୃକ୍ଷଟି ତୁଳସୀ ଗଛ, ଏହା ସତ୍ୟ ଯୁଗରୁ ଏଇଠି ଅଛି। ଏବଂ ଏହାର ବହୁତ ମାଳିକା ତ ଆମେ ଯାହା ପଢିଛେ, ଯାହା ଶୁଣିଛେ, କିନ୍ତୁ ମାନେ ନିଜେ ତ ଆମେ କେବେ ପୋଥି କରି ଦେଖିପାରିବାନି ମହାପ୍ରଭୁ କଣ ଲେଖିଛନ୍ତି, ମିଛ କହିବାଟା ଉଚିତ ହବ ନାହିଁ। କିନ୍ତୁ ଲୋକ କଥାରୁ ଯାହା ଆସିଛି ଏବଂ ଯାହା ଆମେ ଶୁଣିଛୁ ଲୋକବାଣୀରୁ, ଯେ ଅଚ୍ୟୁତାନନ୍ଦ ମହାପ୍ରଭୁ ୟା ବିଷୟରେ ମାଳିକାରେ ବର୍ଣ୍ଣନା କରିଛନ୍ତି। ଏପଟେ ମହାଦେବଙ୍କ ମନ୍ଦିର ଅଛି, ସେ ଶିବ ଚିତ୍ରକଳା ନଦୀ କୂଳରେ ମହାଦେବଙ୍କ ମନ୍ଦିର, ଶିବ ମନ୍ଦିର ସାଇଡ ସିଧାରେ ଯୋଉ ଗଛଟି ବହୁତ ବଡ ବୃକ୍ଷ, ଗୋଟେ ବିଶାଳ କାୟ ତୁଳସୀ ବୃକ୍ଷ, ତାହା ସତ୍ୟ ଯୁଗରେ ଏଇଭଳି ସବୁ ତୁଳସୀ ଗଛ ଥିଲା। ଏବଂ ଏହା ସତ୍ୟ ଯୁଗରୁ ଏଇଠି ଅଛି ବୋଲି, ତାମାନେ ଏଇ ଗୋଟିଏ ଜାଗାରେ ଏଇ ଗଛ ଅଛି। ଏବଂ ସାରା ପୃଥିବୀ ଆପଣ ଯଦି ବି କୁଆଡେ ଯାଆନ୍ତି ବୁଲିବାକୁ, ଏଭଳି ଜିନିଷ ଦେଖିବାକୁ ଗୋଟେ ଆଶ୍ଚର୍ଯ୍ୟଜନକ ଜିନିଷ। ଆପଣ ମାନେ ଆସିଲେ ବି ସ୍ୱଚକ୍ଷୁରେ ଦେଖିପାରିବେ। ଆମେ ବି ଦିନେ ଆକୁ ଦେଖି ଆମେ ବି ଆଶ୍ଚର୍ଯ୍ୟ ହେଇଥିଲୁ ଯେ ସତରେ କଣ ଏଇ ତୁଳସୀ ଗଛ ଏତେ ବଡ ହେଇପାରେ। ତୁଳସୀ ଗଛ 1 ଫୁଟ 2 ଫୁଟ ପର୍ଯ୍ୟନ୍ତ ବଢିପାରେ। ଆମେ ଦେଖିଛୁ ଘର ମାନଙ୍କରେ ସମସ୍ତଙ୍କ ଦ୍ୱାରରେ, ହିନ୍ଦୁ ଧର୍ମର ମୁଖ୍ୟ ଦ୍ୱାରରେ ମା ତୁଳସୀଙ୍କୁ ପୂଜା କରାଯାଏ। କିନ୍ତୁ ଏଇଠି ଆମେ ଫାଷ୍ଟ ଦେଖିଲୁ ଏତେ ବଡ ତୁଳସୀ ଗଛ। ଏବଂ ମାନ୍ୟତା ଯାହା କହୁଛି, ଅଚ୍ୟୁତାନନ୍ଦ ମହାପ୍ରଭୁ ଯାହା ଲେଖିଲେ ମାଳିକାରେ, ଯେ ତୁଳସୀ ସତ୍ୟ ଯୁଗରେ ଏଠି ଅଛି ଏବଂ ଏହାର ବହୁତ ସାରା କିମ୍ବଦନ୍ତୀ ମଧ୍ୟ ରହିଛି। ଆପଣ ମାନେ ଯଦି ରିସର୍ଚ୍ଚ କରନ୍ତି ବା ମାଳିକା ଗବେଷକ ମାନଙ୍କ ଠାରୁ ଶୁଣିବାକୁ ପାଉଥିବେ, କୌଣସି ନା କୌଣସି ଜାଗାରେ ଯେ ଚିତ୍ରକଳା ନଦୀ କୂଳରେ, ଯେମିତି ଅଚ୍ୟୁତାନନ୍ଦ ମହାପ୍ରଭୁ ଚିତ୍ରକଳା ସେପଟେ ନଦୀ କୂଳରେ ରହିଛନ୍ତି, ସେପଟେ ସେମିତି ତୁଳସୀ ବୃକ୍ଷ ଏବଂ ମହାଦେବ ମନ୍ଦିର ସିଧାରେ ସେ ରହିଛି। ଏଇଟା ଶିଶୁଆରେ ଯାଉଛି। ଏଇଟା ଆପଣ କଟକ ଜିଲ୍ଲାରୁ ଏଠିକି ଆସିବା ବେଲେ 20 କିଲୋମିଟର ଭଳି ରାସ୍ତା। ଆପଣ ଗୋଟିଏ ରାସ୍ତାରେ ଆସିପାରିବେ, ଜଗତପୁର ରାଇଟ ସାଇଡ ନେଇକି ଏଠି ଆସି ପହଞ୍ଚି ପାରିବେ ଏବଂ ଦେଖିପାରିବେ ମା ତୁଳସୀ। ଏତେ ବଡ ବୃକ୍ଷ, ଆପଣ ତ ଦେଖୁଛନ୍ତି, ମାନେ ବିଶାଳ କାୟ ବୃକ୍ଷ। ମୁଁ ବି ଦେଖି ଆଶ୍ଚର୍ଯ୍ୟଚକିତ ଯେ ଏତେ ବଡ ତୁଳସୀ ଗଛ ଆମ ଏଠି, ଏଡେ ବଡ ଜାଗା, କିନ୍ତୁ ଏହା ବେଶୀ କିଛି ଲୋକଲୋଚନକୁ ଆସିପାରି ନାହିଁ। ଏବଂ ଏହାର କିଛି ଗୋଟେ ବହୁତ ବଡ ଟୁରିଜିମ ଭାବରେ, ମାନେ ଯଦି ଗଭର୍ଣମେଣ୍ଟ ଚାହିଁଥାନ୍ତା ଆକୁ ବହୁତ ବଡ ତୀର୍ଥସ୍ଥଳୀ ଭାବରେ ବି ମାନ୍ୟତା ପାଇପାରିଥାନ୍ତା। କିନ୍ତୁ ଗଭର୍ଣମେଣ୍ଟ ଏହା ପ୍ରତି କୌଣସି ଦୃଷ୍ଟି ନାହିଁ। ଯାହା ଲୋକମାନେ ଏଠି ପୂଜା କରୁଛନ୍ତି, ଆମର ଗ୍ରାମର ଲୋକମାନେ ପୂଜାପୂଜି କରୁଛନ୍ତି, ଇଏ କରୁଛନ୍ତି, ସେଇଭଳି ଭାବରେ ମାଙ୍କୁ ଏଠି ରଖାହେଇଛି। କିନ୍ତୁ ଗଛ ଏବେ ବି ଅଛି। ଏଇଆ ଜଙ୍ଗଲ ହେଇ ପଡିଛି, ଚତୁର୍ଦିଗ ବହୁତ ଜଙ୍ଗଲ। ଏଠିକି ଆସିବାକୁ ଗଲେ ଆପଣ ଟିକେ ସେଫଲି ଆସିବାକୁ ହବ। ଏଠି ଜନ୍ତୁ ଜୁନ୍ତା ଥିବାର ସମ୍ଭାବନା ବହୁତ ରହିଛି। କୁହାଯାଏ ଯେ ସର୍ପ ମାନେ ଏହାକୁ ଜଗି ରହିଛନ୍ତି, ଏହାର ବି ମାନ୍ୟତା ରହିଛି। ଏଠି ବଡ ବଡ ସର୍ପ କୌଣସି ନା କୌଣସି ସ୍ଥାନରେ ଥାଇ। ତେଣୁ ମତେ ବି ନିଜକୁ ଟିକେ ଭୟ ଲାଗୁଛି, ବେଳେ ବେଳେ ମୁଁ ଚତୁର୍ଦିଗ ଦେଖୁଛି, କାଳେ କୋଉଠି ସର୍ପର ଉପସ୍ଥିତି ଥାଇପାରେ। ତେଣୁ ଆପଣଙ୍କୁ ଆସିବାକୁ ହେଲେ ଗୋଟେ କେୟାରଫୁଲି ଆପଣଙ୍କୁ ଆସିପାରିବେ, ଦେଖିପାରିବେ ଏଭଳି ଜିନିଷ ଏ ଜନ୍ମରେ, କଳି ଯୁଗରେ, ଏବଂ ଏ ଶରୀର ଧାରଣ କରି ମା ତୁଳସୀକି ଏତେ ବଡ ଭାବରେ ଦର୍ଶନ କରିବା, ଏହା ବହୁତ ବଡ କଥା। ସତ୍ୟ ଯୁଗରେ ଏଭଳି ଭାବରେ ତୁଳସୀ ଗଛ ଥିଲା ବୋଲି ମାନ୍ୟତା ରହିଛି। ସତ୍ୟ ଯୁଗରେ ବଡ ବଡ ତୁଳସୀ ଗଛ ଥିଲା, ମାନେ 30 ଫୁଟ 40 ଫୁଟ ଭାବରେ। ସତ୍ୟ ଯୁଗ ସରି ଆସିବା ସମୟ ଅନୁସାରେ, କଳି ଯୁଗର ଆଗମନରେ ତୁଳସୀ ଗଛ ଧୀରେ ଧୀରେ ଧୀରେ, ଯେମିତି ଗଙ୍ଗା ନଦୀ ଏବେ ଶୁଖିବାରେ ଲାଗିଛି। ଗଙ୍ଗା କୁହାଯାଇଛି, ମାନ୍ୟତା ରହିଛି, ଗଙ୍ଗା କଳି ଯୁଗରେ ଚାଲିଯିବେ ଧରାରୁ। ତେଣୁ କଳି ଏତେ ବଢିଲେ
ଗଙ୍ଗା ଫେରି ଯିବେ ସେଇଭଳି ଭାବରେ ଏଇଭଳି ତୁଳସୀ ଗଛ ମାନେ ଗୋଟେ ଜିନିଷ ଏଇ ଗୋଟିଏ ଜାଗାରେ ହିଁ ଅଛି। ଏଭଳି ବହୁତ କମ ଦୃଶ୍ୟ ମାନେ ଏଠି ଏଭଳି କୋଉଠି ଜାଗାରେ ମୁଁ ତ ହୁଏ ମୋ ବୟସର ଯେତିକି ସୀମା ସେ ଭିତରେ ମୁଁ କେବେ ଏଭଳି ଜିନିଷ ଦେଖି ନାହିଁ। ପ୍ରଥମ ଥର ଏ ଜିନିଷକୁ ଦେଖିଲି ଆଉ ଦେଖି ଆଶ୍ଚର୍ଯ୍ୟଚକିତ ହେଇଯାଉଛି ଯେ ଏତେ ସୁନ୍ଦର ଜାଗା ଏତେ ସୁନ୍ଦର ଜିନିଷ ନଦୀ କୂଳରେ କିନ୍ତୁ ଏହାର କୌଣସି ପ୍ରକାର ଏଷ୍ଟାବ୍ଲିଶମେଣ୍ଟ ହେଇପାରିନି। ଆସିବାକୁ ରାସ୍ତା ବି ଠିକ ସେ ନାହିଁ। ଆପଣଙ୍କୁ ନଦୀ ବନ୍ଧ ଦେଇ ଆସିବାକୁ ପଡିବ ଜଙ୍ଗଲ ରାସ୍ତା ବହୁତ କେୟାରଫୁଲି ଆପଣ ଯଦି ଆସନ୍ତି କେବେ ସେଠି ବହୁତ କେୟାରଫୁଲି ଏଟା ଶିଶୁଆ ଗ୍ରାମରେ ଯାଉଛି ଶିଶୁଆ ସାଲେପୁର ଲାଇନରେ ଶିଶୁଆ ଗ୍ରାମ ମଧ୍ୟରେ ଚିତ୍ରକୋଳା ନଦୀ କୂଳରେ ସେ ଜାଗା ଅବସ୍ଥିତ। ଆପଣମାନେ ଆସନ୍ତୁ ବୁଲନ୍ତୁ ଏତେ ସୁନ୍ଦର ଜାଗା ଆପଣମାନଙ୍କୁ ମୁଁ ଭାବିଲି ଦେଖେଇଲେ ହୁଏତ ଆପଣମାନେ ଖୁସି ହେବେ ଆପଣମାନେ ଆସିବାକୁ ଇଚ୍ଛା କରିବେ। ଏଭଳି ଜାଗା ସମସ୍ତ ଲୋକଲୋଚନକୁ ଆସେ ନାହିଁ। ଦେଖନ୍ତୁ ବୁଲନ୍ତୁ ଏନ୍ଜୟ କରନ୍ତୁ ଥ୍ୟାଙ୍କ ୟୁ ଧନ୍ୟବାଦ।